ଆଉ ଆମର କିଛି ନାଇଁ ସର୍ବନାଶ ହେଇଯାଇଛି। ମୋ କକା ଆଉ ଦୁରିଆରେ ନାହାନ୍ତି। ସେ ଯୋଉ ପିଟି ବୋର୍ଡରେ କିଏ କଣ କକାକୁ ସୌଦା ଦେଇକି କଣ ଧକ୍କା ମାରିଛି। କକାକୁ ଧକ୍କା ମାରିଛି, ସେ ପୋଡ଼ି ଯାଇଛି ଚିନି ବସ୍ତା ଉପରେ। ସେଇଠି ତାଙ୍କର ଜୀବନ ଚାଲି ଯାଇଛି। ଦାଦା ଆଜ୍ଞା ସକାଳୁ ଭଲ ଲୋକ, ମୋ ସହିତ କଥା ହେଇ ଘର ପାଖରୁ ଆସିଲେ। ମୁଁ ଶୋଇଥିଲି, ମୋତେ ଫୋନ୍ କଲେ, ମୁଁ ଉଠିକି ଆସିଲି। ଆସି କ'ଣ ଦୋକାନ ଖୋଲିଛନ୍ତି। ମୁଁ ତ ଗାଧେଇକି ଠାକୁର ପୂଜା କରୁଥିଲି। ମୋତେ ଆମ ବିଟନ ଦାଦା ଫୋନ୍ କଲେ, ତୁରନ୍ତ ମେଡ଼ିକାଲ ଆସ। କ'ଣ ହେଇଛି ନା ତୁ ଆସ। ମୋତେ ଆଉ କିଛି କହିଲେନି। ନା ତୁ କ'ଣ ହେଇଛି ନା ନନାଙ୍କ ଦେହ ଖରାପ ହେଇଛି, ତୁ ମେଡ଼ିକାଲ ଆସ। ମୁଁ ମେଡ଼ିକାଲରେ ପହଞ୍ଚିଲା ବେଳକୁ ଆମେ ଆଜ୍ଞା ମାନେ ଆଉ ଆମର କିଛି ନାଇଁ ସର୍ବନାଶ ହେଇଯାଇଛି। ମୋ କକା ଆଉ ଦୁରିଆରେ ନାହାନ୍ତି। ଦାଦାଙ୍କର ଯାହା ଆମେ ସେଠୁ ଯେଉଁ ପ୍ରତ୍ୟକ୍ଷଦର୍ଶୀ ପାଖ ଦୋକାନ ଶୁଣିବା ପାଇଁ ପାଇଲୁ, ସେ ଯେଉଁ ପିଟି ବୋର୍ଡରେ କିଏ କଣ କକାକୁ ସୌଦା ଦେଇକି କଣ ଧକ୍କା ମାରିଛି। କକାକୁ ଧକ୍କା ମାରିଛି, ସେ ପୋଡ଼ି ଯାଇଛି ଚିନି ବସ୍ତା ଉପରେ। ସେଇଠି ତାଙ୍କର ଜୀବନ ଚାଲି ଯାଇଛି। କିଏ କ'ଣ ସୌଦା ଦେଇକି ପଇସା ଦଉନଥିଲା, କକା ତାକୁ ପଇସା ମାଗିବାରୁ ଖରାପ ଭାଷା କହିକି ଧକ୍କାଟା ପକେଇଛି। ସେଇଟାରେ କକାଙ୍କ ଜୀବନ ଚାଲି ଯାଇଛି। ଆଜ୍ଞା ମୁଁ କ'ଣ କହିପାରିବୁ, କ'ଣ ହେଇଛି? ଆମେ କ'ଣ ଥିଲୁ କି ଜାଗା ଉପରେ? ଆମକୁ ତ ଆଜ୍ଞା ଗୋଟେ ଲୋକ ଆମ ପରିବାରକୁ ଅନାଥ କରିଦେଇଗଲା ନା। ବର୍ତ୍ତମାନ ଅଭିଯୋଗ କରିକି ଆସିଲି ଥାନାରୁ, ଯାହା ପୋଲିସ ତାର ନ୍ୟାୟ ଦେବ। ଆଉ ଆମର କିଛି ନାଇଁ ସର୍ବନାଶ ହେଇଯାଇଛି। ମୋ କକା ଆଉ ଦୁରିଆରେ ନାହାନ୍ତି। ସେ ଯେଉଁ ପିଟି ବୋର୍ଡରେ କିଏ କ'ଣ କକାକୁ ସୌଦା ଦେଇକି କଣ ଧକ୍କା ମାରିଛି। କକାକୁ ଧକ୍କା ମାରିଛି, ସେ ପୋଡ଼ି ଯାଇଛି ଚିନି ବସ୍ତା ଉପରେ। ସେଇଠି ତାଙ୍କର ଜୀବନ ଚାଲି ଯାଇଛି। ଦାଦା ଆଜ୍ଞା ସକାଳୁ ଭଲ ଲୋକ, ମୋ ସହିତ କଥା ହେଇ ଘର ପାଖରୁ ଆସିଲେ। ମୁଁ ଶୋଇଥିଲି, ମୋତେ ଫୋନ୍ କଲେ, ମୁଁ ଉଠିକି ଆସିଲି। ଆସି କ'ଣ ଦୋକାନ ଖୋଲିଛନ୍ତି। ମୁଁ ତ ଗାଧେଇକି ଠାକୁର ପୂଜା କରୁଥିଲି। ମୋତେ ଆମ ବିଟନ ଦାଦା ଫୋନ୍ କଲେ, ତୁରନ୍ତ ମେଡ଼ିକାଲ ଆସ। କ'ଣ ହେଇଛି ନା ତୁ ଆସ। ମୋତେ ଆଉ କିଛି କହିଲେନି। ନା ତୁ କ'ଣ ହେଇଛି ନା ନନାଙ୍କ ଦେହ ଖରାପ ହେଇଛି, ତୁ ମେଡ଼ିକାଲ ଆସ। ମୁଁ ମେଡ଼ିକାଲରେ ପହଞ୍ଚିଲା ବେଳକୁ ଆମେ ଆଜ୍ଞା ମାନେ ଆଉ ଆମର କିଛି ନାଇଁ ସର୍ବନାଶ ହେଇଯାଇଛି। ମୋ କକା ଆଉ ଦୁରିଆରେ ନାହାନ୍ତି। ଦାଦାଙ୍କର ଯାହା ଆମେ ସେଠୁ ଯେଉଁ ପ୍ରତ୍ୟକ୍ଷଦର୍ଶୀ ପାଖ ଦୋକାନ ଶୁଣିବା ପାଇଁ ପାଇଲୁ, ସେ ଯେଉଁ ପିଟି ବୋର୍ଡରେ କିଏ କ'ଣ କକାକୁ ସୌଦା ଦେଇକି କଣ ଧକ୍କା ମାରିଛି। କକାକୁ ଧକ୍କା ମାରିଛି, ସେ ପୋଡ଼ି ଯାଇଛି ଚିନି ବସ୍ତା ଉପରେ। ସେଇଠି ତାଙ୍କର ଜୀବନ ଚାଲି ଯାଇଛି। କିଏ କ'ଣ ସୌଦା ଦେଇକି ପଇସା ଦଉନଥିଲା, କକା ତାକୁ ପଇସା ମାଗିବାରୁ ଖରାପ ଭାଷା କହିକି ଧକ୍କାଟା ପକେଇଛି। ସେଇଟାରେ କକାଙ୍କ ଜୀବନ ଚାଲି ଯାଇଛି। ଆଜ୍ଞା ମୁଁ କ'ଣ କହିପାରିବୁ, କ'ଣ ହେଇଛି? ଆମେ କ'ଣ ଥିଲୁ କି ଜାଗା ଉପରେ? ଆମକୁ ତ ଆଜ୍ଞା ଗୋଟେ ଲୋକ ଆମ ପରିବାରକୁ ଅନାଥ କରିଦେଇଗଲା ନା। ବର୍ତ୍ତମାନ ଅଭିଯୋଗ କରିକି ଆସିଲି ଥାନାରୁ, ଯାହା ପୋଲିସ ତାର ନ୍ୟାୟ ଦେବ।